ଶ୍ରୀମନ୍ଦିର ପତିତ ପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି। ଏମିତି କେବେ ହୋଇନଥିଲା, ଏବେ କାହିଁକି? ମହାପ୍ରଭୁଙ୍କ ସଂକେତ ଟଳିଯିବ ସବୁ ବିପର୍ଯ୍ୟୟ। ବାନା ଓହ୍ଲାଇବା ପରେ କିଏ ନେଇଗଲା ସବୁ? ଘରେ ଶୂନ୍ୟ ଗଣ୍ଠିଯୁକ୍ତ ବାନା ରଖିଲେ ହୋଇଥାଏ କ'ଣ? ସବୁଦିନେ ବଦଳେ ଶ୍ରୀମନ୍ଦିରର ପତିତ ପାବନ ବାନା, ଆଉ ନୀଳଚକ୍ରରୁ ହିଁ ମିଳେ ନାନା ସଂକେତ। ଭକ୍ତ ଓ ସେବକ ଶୂନ୍ୟରେ ସବୁବେଳେ ଘଟୁଥିବା ଘଟଣାକୁ ଜୀବଜଗତ ସହ ତୁଳନା କରନ୍ତି। ଏଥର ମଧ୍ୟ ଶୂନ୍ୟରେ ଘଟିଛି ବଡ଼ ଅଲୌକିକ ଘଟଣା, ଯାହାକୁ ନେଇ ସାରା ଜଗତରେ ଖୁସି ଖେଳିଯାଇଛି। ଖାସ୍ କରି ଶ୍ରୀକ୍ଷେତ୍ର ଧାମ ପୁରୀରେ ଶ୍ରୀମନ୍ଦିର ପତିତ ପାବନ ବାନାରେ ପଡ଼ିଛି ଶୂନ୍ୟ ଗଣ୍ଠି, ଯାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି। କିଏ କହୁଛି ଏହା କାଳିଆ ସାଆନ୍ତଙ୍କ ପ୍ରତିଶ୍ରୁତି, ତ ଆଉ କିଏ କହୁଛି ନିଜେ ମହାପ୍ରଭୁ ଦେଇଛନ୍ତି ଶୁଭ ସଂକେତ, ମାନେ ଟଳିଯିବ ଦୁନିଆର ବଡ଼ ବଡ଼ ବିପର୍ଯ୍ୟୟ। କାରଣ ଖୋଦ୍ ମହାପ୍ରଭୁ ଦେଇଛନ୍ତି ଏମିତି ସଂକେତ, ଆଉ ତାହାର ପ୍ରମାଣ ହେଉଛି ପୁରୀ ଶ୍ରୀମନ୍ଦିର ପତିତ ପାବନ ବାନାରେ ପଡ଼ିଥିବା ଏହି ଶୂନ୍ୟ ଗଣ୍ଠି। ଶ୍ରୀମନ୍ଦିରରେ ଅନେକ ଅଲୌକିକ ଜିନିଷ ସଂଘଟିତ ହେବା କଥା ଅନେକ ଥର ଶୁଣାଯାଇଛି, କିନ୍ତୁ ଶୂନ୍ୟ ଗଣ୍ଠି ପଡ଼ିବା ବୋଧହୁଏ ଏକ କି ଦୁଇଟି ପିଢ଼ି ପାଇଁ ଏକଦମ ନୂଆ। ତେବେ ଏହା କେତେ ଶୁଭ ତାହା ଜାଣିଲେ ଆଶ୍ଚର୍ଯ୍ୟ ବି ହୋଇଯିବେ। ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଖେଳିଥିଲେ ହୋଲି। ଠିକ୍ ଏହି ଦିନ ଚନ୍ଦନ ଅନୁକୂଳ ନୀତି ବି ସମ୍ପନ୍ନ ହୋଇଥିଲା, ଆଉ ସବୁଦିନ ପରି ଅପରାହ୍ନ ପରେ ବଦଳିଥିଲା ଶ୍ରୀମନ୍ଦିରର ବାନା। ରାତି ତମାମ ଫରଫର ଉଡ଼ୁଥିବା ବାନା ସୋମବାର ଦେଖିବାକୁ ଥିଲା ଏମିତି। ନୀଳ ଚକ୍ରରେ ଉଡ଼ୁଥିବା ବାନାରେ ପଡ଼ିଥିଲା ଏକାଧିକ ଶୂନ୍ୟ ଗଣ୍ଠି। ବିଜ୍ଞାନର ଚକ୍ଷୁରେ ଦେଖିଲେ ପବନରେ ଗଣ୍ଠି ପଡ଼ିବା ସ୍ୱାଭାବିକ ବୋଲି ଲାଗିପାରେ, ହେଲେ ଅଲୌକିକ ଏଥିପାଇଁ ଯେ ବାନା ତ ସବୁଦିନ ବଦଳୁଛି। ଖରା, ବର୍ଷା, ଶୀତ ସହ ପବନ ସବୁଦିନ ତ ହେଉଛି, ହେଲେ କାହିଁ କେଉଁ କାଳରେ ଥରେ ଅଧେ ଏମିତି କାହିଁକି ଘଟୁଛି ଆଉ ଶୂନ୍ୟ ଗଣ୍ଠି ପଡ଼ୁଛି? ତେଣୁ ତ ଏହାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା କହିବାକୁ ସମସ୍ତେ ବିଶ୍ୱାସ କରନ୍ତି। ବରିଷ୍ଠା ଦଇତାପତି ଓ ଚୁନରା ସେବାୟତଙ୍କ ମତରେ ଏହା ହେଉଛି ମହାପ୍ରଭୁଙ୍କ ଅପାର ଲୀଳା। ସେହି ଶୂନ୍ୟ ଗଣ୍ଠିବାଲା ବାନା ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ରରୁ ଓହ୍ଲାଇ ଦିଆଯାଇଛି ଓ ନୂଆ ବାନା ଚଢ଼ି ସାରିছে। ତେବେ ସେହି ଶୂନ୍ୟ ଶୂନ୍ୟରେ ଗଣ୍ଠି ପଡ଼ିଥିବା ବାନାକୁ ଯଦି ଘରେ ରଖାଯାଏ, ତାହା ସବୁ ପ୍ରକାର ବ୍ୟାଧିରୁ ମୁକ୍ତ କରିଥାଏ ବୋଲି ବିଶ୍ୱାସ ରହିଛି। ଏହା ମଧ୍ୟ ସାରା ଦୁନିଆକୁ ଶ୍ରୀଜୀଉଙ୍କ ସଂକେତ ଯେ ଦୁନିଆକୁ ଏବେ ସବୁ ବିପଦ ଆପଦରୁ ପ୍ରଭୁ ରକ୍ଷା କରିବେ। ବ୍ୟୁରୋ ରିପୋର୍ଟ, ଦିନାଙ୍କ ଟିଭି।